সন্তান দিয়েছে মণিমা ওকে কথা মণিমা কুলগড়িয়ে উনি আছেন তখন কি সত্য ঠাকুর আপন তো চাই সত্য সত্য জীবন সত্য মণিমা এই সন্তানটি নিয়ে আপন তো দেশ রাজা ঠাকুর রাজা করে জীবনটা কাম আপন সত্য সত্য জীবন সত্য নিয়ে আসলে তো মতে সত্য সত্য জীবন সত্য করেছি মণিমা এ পোক নেই ও রাজ্যের রাজা করেছি ଯୋଉଥିରେ ସେ ରାଜା ହବ ତୁମ ସ୍ୱାମୀ ସ୍ତ୍ରୀ ଦି ଜଣଙ୍କୁ ନିମନ୍ତ୍ରଣ କରିବି ତୁମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯିବ ତୁମ ପୁତ୍ରକୁ ଆଶୀର୍ବାଦ କରିବ ଦାସରେ ମନରେ କଣ ଭାବ ନା ସେ ପୁଅଟାକୁ ମୋତେ ଦେଇଦେଲେ ଦାସ ମୋତେ ଘରେ ଯେତେବେଳେ ଗୋରୁ ଚରିଥାନ୍ତୁ ରାଜା ଆସିଲେ ରାଜା ହବୁ ବଡ ଲୋକର ଛୁଆ ତୁ ଯା ବାପା ଦାସ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ପାଇ ସିନା ପୁଅଟାକୁ ଦାନ ଦେଲା ହେଲେ ମନରେ ତାଙ୍କର କଣ ଚିନ୍ତା ଅଛି ଜାଣିଛ କଳ୍ପନା ମୁଖେ କାଳ ଖାଇ ଏ ପ୍ରାଣୀଟା ଜାଣି ନ ପାରେ କଳ୍ପନା ମୁଖେ କାଳ ଥାଇ ପ୍ରାଣୀଟା ଜାଣି ନ ପାରେ ରାଜା ଶୁଣିଛନ୍ତି ଦାସକୁ ସିନା ଭୁଲେଇ ଦେଲା ପୁଅଟାକୁ ସିନା ସଙ୍ଗେ ସଙ୍ଗେ ନେଇଗଲା ରାଜା ମନେ ମନେ ଚିନ୍ତା କଲେ এই পুଅ ମୋ 16 ବର୍ଷ ଯୋଉ ଦିନ ପୁରିବ ସେଇଦିନ ମୋ ରାଜା ହବ ରାଜା ଇଏ ସେଇଦିନ ମୋ ରାଜ୍ୟର ରାଜା ହବ ଆକୁ ରଖିବି ନା ସେ ରାଜା ହବ ମନେ ମନେ ଚିନ୍ତା କରି ଆଜି ଦାସ ଠାରୁ ବିଦାୟ ନେଇ ରାଜା ଏବେ ଜଙ୍ଗଲ ଅଭିମୁଖେ ଚାଲିଲେ ଘୋର ଜଙ୍ଗଲ ଯୋଉ ଜଙ୍ଗଲରେ ରାଜା ନିଃସ୍ୱ ହୋଇ ଆଜି ପ୍ରଭୁଙ୍କୁ ସୁମରଣା କରୁଥିଲେ সেই ଜଙ୍ଗଲ ମଧ୍ୟରେ ରହି ଆଜି ରାଜା କଣ ଚିନ୍ତା କରୁଛନ୍ତି ନା ଏ ପୁତ୍ରଟାକୁ ମାରିବି এই ଜଙ୍ଗଲରେ ଫୋପାଡ଼ି ଆମ ରାଜ୍ୟକୁ ପଳେଇବି ବିବେକ ବାଧା ଦଉଛି ମାରନା ମନ କହି ଦଉଛି ମାରିଦେ ରାଜା ବିବେକ ମନା କରୁଛି କାହିଁକି ନାରୀ ଗର୍ଭିଣୀ ଶିଶୁ ବୋଧ ବାପାଙ୍କ ମଧ୍ୟ ପରମାଦ ଏ ତିନି କର୍ମ ଯେ କରନ୍ତି ଆୟୁଷ ଥାଇ ସେ ମର ନା ମାରିବି ଏ ପିଲାଟାକୁ ମାରିକିନି ମୁଁ ପାପ ଭାଗରେ ଭାବି ହେବି କଣ ଯାଉଛି এই ଜଙ୍ଗଲ ମଧ୍ୟରେ ଇଏ ଶିଶୁ ପୁତ୍ରଟାକୁ ଶୁଆଇ ଦେଇ ଚାଲିଛି ଇଏ ତ ଘୋର ଜଙ୍ଗଲ ନା ଯଦି ବିଲୁଆ କୁକୁର କିଏ ଆସନ୍ତି ଶିଶୁଟାକୁ ନିଶ୍ଚିନ୍ତ ଖାଇଦେବେ ନା ବାଉଁଶ ଥିବ ନା ବାଜିବ ବଇଁଶ ওটা হচ্ছে রাজা মনে মনে চিন্তা করি আজ শিশু পুত্রটিকে জঙ্গল মধ্যে শুয়াই